ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ଆସିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବଡ଼ ଖବର। ତ ଆପଣମାନେ ଭିଡ଼ିଓଟିକୁ ଦେଖିଲେ ଆପଣମାନେ ନିଶ୍ଚୟ ଭାବରେ ଜାଣିପାରିବେ ଯେ ଏହି ଭିଡ଼ିଓ ମାଧ୍ୟମରେ କ'ଣ ସବୁ ଡିଟେଲ୍ସ ଅଛି। ତ ଦେଖନ୍ତୁ, ବର୍ତ୍ତମାନ ରାଜ୍ୟ ସରକାର ଚତୁର୍ଥ କିସ୍ତି ସୁଭଦ୍ରା ଯୋଜନାର ପ୍ରଦାନ କରିବାକୁ ଯାଉଛନ୍ତି, ଯେଉଁଟାକି ଆସନ୍ତା ମାର୍ଚ୍ଚ 8 ତାରିଖରେ ସମସ୍ତଙ୍କ ଆକାଉଣ୍ଟକୁ ଆସିବ ଏହି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଯେଉଁମାନେ ଆଗରୁ ଆବେଦନ କରିଥିଲେ ଏବଂ ଟଙ୍କା ପାଇନାହାନ୍ତି ସେମାନେ ମଧ୍ୟ ମାର୍ଚ୍ଚ 8 ତାରିଖରେ ମିଳିବ ଏବଂ ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି ସେମାନଙ୍କୁ ମଧ୍ୟ ଆସନ୍ତା ମାର୍ଚ୍ଚ 8 ତାରିଖରେ ସେମାନଙ୍କୁ ମଧ୍ୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ତ ଦେଖନ୍ତୁ, ଆପଣମାନଙ୍କର ଡକୁମେଣ୍ଟ ସବୁ ଠିକ୍ ଥିବା ଆବଶ୍ୟକ ଏବଂ ଆପଣମାନଙ୍କର ସୁଭଦ୍ରା ଯୋଜନାରେ ଷ୍ଟାଟସ୍ ଆପଣମାନଙ୍କର ପ୍ରଥମେ ଚେକ୍ କରନ୍ତୁ। ଯଦି ଠିକ୍ ଠାକ୍ ଅଛି ଆପଣମାନେ ନିଶ୍ଚୟ 100% ଗ୍ୟାରେଣ୍ଟିର ସହିତ କହୁଛି ଆପଣମାନେ ଆସନ୍ତା ମାର୍ଚ୍ଚ 8 ତାରିଖରେ ନିଶ୍ଚୟ ସୁଭଦ୍ରା କିସ୍ତି ପାଇବେ ବୋଲି ମୋର ଆଶା ଏବଂ ଭରସା ରହିଛି। ନା କ'ଣ କହୁଛନ୍ତି ଆପଣମାନେ? ତ ଦେଖନ୍ତୁ, ସୁଭଦ୍ରା ଯୋଜନାରେ ବର୍ତ୍ତମାନ ଏବେ ଚର୍ଚ୍ଚା ଚାଲିଛି ଯେ ଯେଉଁମାନେ SBIରେ ଖାତା ଖୋଲିଛନ୍ତି ସେମାନଙ୍କ ମୋବାଇଲକୁ ଏକ ମେସେଜ ଆସୁଛି। ବର୍ତ୍ତମାନ ସମସ୍ତଙ୍କ ପାଖକୁ ଏହି ମେସେଜଟି ଆସୁଛି ଯେ CBDCରେ ପଞ୍ଜୀକୃତ ହୋଇ ପରବର୍ତ୍ତୀ ସୁଭଦ୍ରା କିସ୍ତି ଡିଜିଟାଲ ପାଆନ୍ତୁ ବୋଲି ସମସ୍ତଙ୍କ ପାଖକୁ ଏହି ମେସେଜଟି ଆସୁଛି ଯେଉଁମାନେ SBIରେ ଖାତା ଖୋଲିଛନ୍ତି। ତ ଦେଖନ୍ତୁ, ଯେଉଁମାନଙ୍କର ଏହି ମେସେଜଟି ଆସୁଛି ନିଶ୍ଚୟ ଭାବରେ କମେଣ୍ଟ ମାଧ୍ୟମରେ ମତାମତ ଦେବେ ଏବଂ ଯେଉଁମାନଙ୍କର ଏହି ମେସେଜଟି ଆସୁନାହିଁ ସେମାନେ ମଧ୍ୟ କମେଣ୍ଟ ମାଧ୍ୟମରେ ମତାମତ ଦେବେ ଏବଂ କେଉଁ ଜିଲ୍ଲାରୁ ଆପଣମାନେ ଦେଖୁଛନ୍ତି ନିଶ୍ଚୟ କମେଣ୍ଟ ମାଧ୍ୟମରେ ମତାମତ ଦେବେ। ତ ଦେଖନ୍ତୁ ଆଜ୍ଞା, ଏହି CBDC ମାନେ କ'ଣ ଏବଂ ଏହା ପଞ୍ଜୀକରଣ କଲେ ଯାଇ ଟଙ୍କା ଆସିବ କିମ୍ବା ପଞ୍ଜୀକରଣ ନ କଲେ ମଧ୍ୟ ଟଙ୍କା ଆସିବ କି ନାହିଁ, ସବୁକିଛି ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବି। ତାପରେ ଏହା କେଉଁ ତରଫରୁ ଆସିଛି ନା SBI ତରଫରୁ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଏହା ଆସିଛି। ତ ଯେଉଁମାନେ SBIରେ ଖାତା ଖୋଲିଛନ୍ତି ନିଶ୍ଚୟ ଆପଣମାନଙ୍କ ମୋବାଇଲକୁ ଏକ ମେସେଜ ଆସୁଥିବ ଯେ CBDCରେ ପଞ୍ଜୀକୃତ ହୋଇ ପରବର୍ତ୍ତୀ ସୁଭଦ୍ରା କିସ୍ତି ଡିଜିଟାଲରେ ପାଆନ୍ତୁ। ତ ଦେଖନ୍ତୁ ଆଜ୍ଞା, ପ୍ରଥମେ ଆପଣମାନେ ଜାଣନ୍ତୁ CBDCର ଫୁଲ୍ ଫର୍ମ କ'ଣ ଅଟେ। CBDCର ଫୁଲ୍ ଫର୍ମ ହେଲା ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି। ତ ଆପଣମାନେ ଯଦି ଏହି CBDCରେ ଯଦି ପଞ୍ଜୀକୃତ କରନ୍ତି ତାହେଲେ ଆପଣମାନେ ଡିଜିଟାଲ ଭାବରେ ଆପଣମାନଙ୍କର ଟଙ୍କାକୁ ଆପଣମାନେ ୱାଲେଟରେ ରଖିପାରିବେ। ତ ଆପଣମାନଙ୍କୁ ଏକ ଆପ୍ସ ଦିଆଯିବ ଯେମିତି ଫୋନ୍ପେ ହେଲା, ଗୁଗୁଲ ପେ ହେଲା, ସେମିତି ଆପଣମାନଙ୍କର ଏକ ଆପ୍ସ ରହିବ। ସେହି ଆପ୍ସରେ ଆପଣମାନେ ସୁଭଦ୍ରା କିସ୍ତି ଚେକ୍ କରିପାରିବେ ଏବଂ ସେହି ୱାଲେଟରେ ଟଙ୍କା ଆପଣମାନଙ୍କର ରହିବ ଏବଂ ଆପଣମାନେ ଯେକୌଣସି ଏକ ପେମେଣ୍ଟ କରିବେ ଆପଣମାନେ ଡିଜିଟାଲ ପେମେଣ୍ଟ କରିବେ QR କୋଡ଼ ସାହାଯ୍ୟରେ। ତ ଦେଖନ୍ତୁ, ଆପଣମାନେ ଏହା CBDCରେ ପଞ୍ଜୀକୃତ ଆପଣମାନେ କରିଲେ ବି ଭଲ, ନ କରିଲେ ବି ଆପଣମାନେ ଭଲ। ଯଦି ଆପଣମାନଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଥିବ ଯେ ଏହି CBDCରେ ଆମେ ପଞ୍ଜୀକୃତ କଲେ ଯାଇ ଆମ ସୁଭଦ୍ରା ଟଙ୍କା ଆସିବ କି ନାହିଁ, ତ ଦେଖନ୍ତୁ, ଆପଣମାନେ CBDCରେ ପଞ୍ଜୀକୃତ କଲେ ମଧ୍ୟ ସୁଭଦ୍ରା ଟଙ୍କା ଆସିବ ଏବଂ CBDCରେ ପଞ୍ଜୀକୃତ ନ କଲେ ମଧ୍ୟ ଆପଣମାନଙ୍କ ଆକାଉଣ୍ଟକୁ ଏହି ସୁଭଦ୍ରା ଟଙ୍କା ଆସିବ। ତ ଆପଣମାନେ ନିଶ୍ଚିତ ଭାବରେ ରୁହନ୍ତୁ, ଆପଣମାନେ କୌଣସି ଚିନ୍ତା କରନ୍ତୁ ନାହିଁ। ତ ଅନେକ ୟୁଟ୍ୟୁବର ଭାଇମାନେ ଅଛନ୍ତି, ତ ଦେଖନ୍ତୁ ଏହି CBDCରେ ପଞ୍ଜୀକୃତ କରନ୍ତୁ, ନହେଲେ ସୁଭଦ୍ରା ଟଙ୍କା ଆସିବ ନାହିଁ। ଏହି CBDC ମାନେ କ'ଣ ଜାଣନ୍ତୁ, ତାପରେ ଏହି CBDC ମାନେ ଏମିତି କରନ୍ତୁ ସେମିତି କରନ୍ତୁ, ଅନେକ ୟୁଟ୍ୟୁବରେ ଚର୍ଚ୍ଚା ଚାଲିଛି। ଆପଣମାନେ ସେଗୁଡ଼ିକୁ ବିଶ୍ୱାସ କରନ୍ତୁ ନାହିଁ। ନିହାତି ଆପଣମାନେ CBDCରେ ପଞ୍ଜୀକୃତ କଲେ ମଧ୍ୟ ଭଲ, ନ କଲେ ମଧ୍ୟ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ତ ବର୍ତ୍ତମାନ SBI କଷ୍ଟମର କେୟାର ସହିତ ମୁଁ କଥା ହୋଇଛି। CBDC ମାନେ କ'ଣ, ଏହା କ'ଣ କଲେ କ'ଣ ଲାଭ ହେବ ଆମ ହିତାଧିକାରୀମାନଙ୍କ। ତ ଦେଖନ୍ତୁ, ସମସ୍ତ ଡିଟେଲ୍ସ ମୁଁ SBI କଷ୍ଟମର ସହିତ କଥା ହୋଇଛି। ଆପଣମାନେ ସେହି କଲ୍ ରେକର୍ଡ଼କୁ ଆପଣମାନେ ଥରେ ଶୁଣନ୍ତୁ, ଆପଣମାନେ ନିଶ୍ଚୟ ଭାବରେ ଜାଣିପାରିବେ ଏବଂ ଆପଣମାନେ ସେହି କଲ୍ ରେକର୍ଡ଼କୁ ଶୁଣିଲେ ଆପଣମାନେ ସତ ଭାବିବେ। ତ ଆପଣମାନେ ବିଶ୍ୱାସ କରିକି ମୋ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିଛନ୍ତି, ନିଶ୍ଚୟ ଆପଣମାନେ
ନିହାତି ଭଲ ଖବର ଜାଣିବେ ଏବଂ ବିଶ୍ୱାସ ବୋଲି ଭାବିବେ। ମୁଁ କୌଣସି ବିନା ପ୍ରୁଫ୍ ଏବଂ ବିନା ନୋଟିସ୍ରେ ଭିଡ଼ିଓ ପ୍ରୋଭାଇଡ଼୍ କରେ ନାହିଁ, ଆପଣମାନେ ଜାଣିଥିବେ। ତ ଆପଣମାନେ ପ୍ରଥମେ କଲ୍ ରେକର୍ଡ଼କୁ ପ୍ରଥମେ ଶୁଣନ୍ତୁ। ମ୍ୟାଡ଼ାମ୍ ନମସ୍କାର। ମ୍ୟାଡ଼ାମ୍ ବର୍ତ୍ତମାନ ଯେଉଁ ସୁଭଦ୍ରା ଯୋଜନାରେ ବର୍ତ୍ତମାନ ଯେଉଁ ମେସେଜଟି ସମସ୍ତଙ୍କ ପାଖକୁ ଆସୁଛି, CBDCରେ ପଞ୍ଜୀକୃତ ହୋଇ ପରବର୍ତ୍ତୀ ସୁଭଦ୍ରା କିସ୍ତି ଡିଜିଟାଲ ପାଆନ୍ତୁ ବୋଲି ଏମିତି ସମସ୍ତଙ୍କ ପାଖକୁ ମେସେଜ ଆସୁଛି ମ୍ୟାଡ଼ାମ୍। ଏହି CBDC ମାନେ କ'ଣ, ଆମକୁ ଟିକେ ଦୟାକରି ବୁଝେଇ ଦିଅନ୍ତୁ। CBDC ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି? ହଁ ମ୍ୟାଡ଼ାମ୍, CBDC ମାନେ କ'ଣ, ଏହାକୁ ପଞ୍ଜୀକୃତ CBDC ମାନେ ହଁ କୁହନ୍ତୁ। CBDC ର ଅର୍ଥ ହେଉଛି ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି। ମାନେ ଆପଣଙ୍କର ଯୋଉଟା ଇ-ରୂପୀ ବ୍ୟାଙ୍କ ତରଫରୁ ଯୋଉଟା ୱେବସାଇଟ୍ ଗୋଟେ ଆସୁଛି, ସେଥିରେ ଆପଣ ରେଜିଷ୍ଟ୍ରେସନ କଲେ ମ୍ୟାଡ଼ାମ୍ କରୁଛନ୍ତି, ଆପଣଙ୍କର ଯଦି ପଇସାଟା ଆସୁଛି ସୁଭଦ୍ରା ଯୋଜନାରୁ ଯଦି ପଇସାଟା ମିଳୁଛି, ହୁଁ ତାହେଲେ ଆପଣ ସେଇ ଆପ୍ଲିକେସନ ଜରିଆରେ ଚେକ୍ କରିପାରିବେ। ଆପଣଙ୍କୁ ବ୍ରାଞ୍ଚ ଯିବାକୁ ପଡିବନି। ଆଚ୍ଛା ଯଦି ମେସେଜ ଦ୍ୱାରା ଆସୁନି ଆପଣଙ୍କର ପଇସା କ୍ରେଡିଟ୍ ହେଉଛି ଖାତାରେ, ଯଦି ମେସେଜ ଆସୁନି ଆପଣ ଜାଣିପାରୁନାହାନ୍ତି, କଲ୍ କରି ପଚାରୁଛନ୍ତି, ରାଇଟ୍? ତ ସେଇଟା ଆପଣଙ୍କୁ ଆଉ କଲ୍ କରିବାକୁ ପଡିବନି, ଆପଣ ସେ ଆପ୍ଲିକେସନ ଚେକ୍ କରିପାରିବେ। ଆଚ୍ଛା, ଏପରି ସୁବିଧା ଦେଉଛି ନାଇଁ? ଯୋଜନାରେ ଆଉ ଆଜ୍ଞା, ସେଥିପାଇଁ ଏଇଟା ତାର ଫ୍ୟାସିଲିଟି ଅଛି। CBDC ରେ ପଞ୍ଜୀକୃତ କରିବା ପାଇଁ ଆପଣଙ୍କୁ ମେସେଜ ଆସୁଛି। ଯଦି ଆପଣ ଚାହିଁବେ ରେଜିଷ୍ଟର କରିପାରିବେ, ଆଚ୍ଛା ଆଦର ନ କରିପାରନ୍ତି, ସେଥିରେ କିଛି ମାନେ ପ୍ରୋବ୍ଲେମ ନାହିଁ। ନାହିଁ କି ଆପଣଙ୍କୁ କରିବାକୁ ପଡିବ। ଆଜ୍ଞା, ଆଚ୍ଛା, CBDC କରିବାକୁ ଆମକୁ ସମସ୍ତଙ୍କୁ ବାଧ୍ୟ କି? ନାଇଁ ସାର୍, ନାଇଁ ନା, CBDC ନ କରିଲେ ବି ଚଳିବ। CBDC ନ କରିଲେ ବି ସୁଭଦ୍ରା କିସ୍ତି ଆସିବନି? ଆଜ୍ଞା ଆଚ୍ଛା, ଯେତେବେଳେ CBDC ୱାଲେଟରେ ଆମେ ପଞ୍ଜୀକୃତ ହୋଇ ଯେତେବେଳେ ସୁଭଦ୍ରା କିସ୍ତି ଆମେ ପାଇବୁ, ତାପରେ ସେହି ୱାଲେଟରେ ଥିବା ପଇସାକୁ ଆମେ ୱିଥଡ୍ର କରିପାରିବୁ କି? ଆଜ୍ଞା କରିପାରିବେ। ଆଚ୍ଛା, CBDC ମାନେ ଏଇଆ ନାଇଁ? ଆଜ୍ଞା, ସେଟା ଗୋଟେ ଡିଜିଟାଲ ରୁପି ଆପ୍ଲିକେସନ। ଡିଜିଟାଲ ରୁପି ଆପଣ ଚେକ୍ କରିପାରିବେ। ଆଜ୍ଞା, ଯୋଉଟା ପଇସାଟା ଆସିବ ସେଇ ଆପ୍ଲିକେସନରେ ଆପଣଙ୍କୁ ଦେଖେଇଦେବ, ଆପଣ ଚେକ୍ କରିପାରିବେ। ଆଚ୍ଛା, ବ୍ୟାଙ୍କ ଯିବାକୁ ପଡିବନି ନା? ନାଇଁ। ଆଜ୍ଞା, ଆଚ୍ଛା, ଆଉ କ'ଣ ଏଇ CBDC ର ଆଉ କିଛି ସୁବିଧା ଅଛି କି? ଆଉ କେଉଁ ସୁବିଧା ଜାଣିବା ପାଇଁ ଚାହୁଁଛନ୍ତି? ଏ ଫାର୍ଷ୍ଟ ଟାଇମ୍ ଯଦି ରେଜିଷ୍ଟ୍ରେସନ କରିବା ପାଇଁ ଚାହୁଁଛନ୍ତି, ଆକାଉଣ୍ଟ ହୋଲ୍ଡର ଯିଏ ଅଛନ୍ତି ଫୋନ୍ ଦିଅନ୍ତୁ, ମୁଁ ଗାଇଡ୍ କରିଦେଉଛି। ନାଇଁ ମ୍ୟାମ୍, ବର୍ତ୍ତମାନ ମୁଁ ଜାଣିବାକୁ ଚାହୁଁଥିଲି ଯେ CBDC ମାନେ କ'ଣ, ଏପରି ମେସେଜ ଆସିବା ଦ୍ୱାରା ହିତାଧିକାରୀଙ୍କ କ'ଣ ସୁବିଧା ନା ଅସୁବିଧା ହେବ, ଏହା ମୁଁ ବୁଝିବାକୁ ଚାହୁଁଥିଲି। ଡେଫିନେଟଲି ସୁବିଧା ହେବ ସାର୍। ଆପଣଙ୍କୁ ବ୍ରାଞ୍ଚ ଯିବାକୁ ପଡିବନି, କଲ୍ କରିକି ଆପଣଙ୍କୁ ଇନଫର୍ମେସନ ନେବାକୁ ପଡିବନି, ଆପଣ ନିଜେ ଚେକ୍ କରିପାରିବେ। ଆଚ୍ଛା, ଠିକ୍ ଅଛି। ତାହେଲେ CBDC କରିଲେ ବି ଭଲ, ଆଉ ନ କରିଲେ ବି ଭଲ ନା? ଆଜ୍ଞା, ହଉ ସେଟା ଆପଣଙ୍କ ଉପରେ ଡିପେଣ୍ଡ କରେ। ହଉ ଯଦି ଚାହିଁବେ କରିପାରିବେ, ନ ଚାହିଁଲେ ମଧ୍ୟ କୌଣସି ପ୍ରୋବ୍ଲେମ୍ ନାହିଁ। ହଉ ଠିକ୍ ଅଛି। CBDC ର ଫୁଲ୍ ଫର୍ମ ହେଉଛି ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ସାର୍। ଆଚ୍ଛା ଆଚ୍ଛା, ହଉ ଠିକ୍ ଅଛି, ଏହା ବୁଝିବାକୁ ଚାହୁଁଥିଲି। ଧନ୍ୟବାଦ ମ୍ୟାଡ଼ାମ୍, ରହୁଛି। ସମସ୍ତେ ଆଉ କିଛି ସାହାଯ୍ୟ ସାର୍? ନାଇଁ ନାଇଁ, ଆଉ କିଛି ନାହିଁ।